ଶ୍ରୀ ଗୁରୁ ମହିମା ଲେଖ ଶରଣ, ଶ୍ରୀ ଗୁରୁ ମହିମା ଲେଖ ଶରଣ, ଶ୍ରୀ ଗୁରୁ ମହିମା ଲେଖ ଶରଣ। ମହିମା ବାସ୍ତୁ ସେବା ୟୁଟ୍ୟୁବ୍ ଚ୍ୟାନେଲ୍ ତରଫରୁ ଆପଣମାନଙ୍କୁ ସ୍ୱାଗତ ଜଣାଇ ଆଜି ଆରମ୍ଭ କରିବାକୁ ଯାଉଛି ଜୀବ ହିଂସା ମହାପାପ। ଏହି ବିଷୟଟିକୁ ଆରମ୍ଭ କରିବା ପୂର୍ବରୁ ଆପଣମାନଙ୍କୁ ମୋର ବିଶେଷ ଅନୁରୋଧ, ଯେଉଁମାନେ ପ୍ରଥମ କରି ଏହି ଚ୍ୟାନେଲକୁ ଆସିଛନ୍ତି ସେମାନେ ଗୋଟିଏ ସବସ୍କ୍ରାଇବ୍ କରି ପାଖରେ ଆସୁଥିବା ବେଲ୍ ଆଇକନ୍କୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା କି ଆମର ଯେଉଁ ସମୟରେ ଭିଡ଼ିଓ ଅପଲୋଡ଼ ହେବ ସର୍ବପ୍ରଥମେ ଆପଣମାନଙ୍କ ପାଖରେ ପହଞ୍ଚି ପାରିବ। ଏବେ ଆରମ୍ଭ କରିବା। ପ୍ରତ୍ୟେକ ଧର୍ମ ପରି ମହିମା ଧର୍ମ ଜୀବ ହିଂସା ନ କରିବା ପାଇଁ ଚେତାବନୀ ପ୍ରଦାନ କରିଛି। ଭୀମ ଭୋଇ ତାଙ୍କ ଭଜନମାଳାରେ ଲେଖିଛନ୍ତି, ଧର୍ମ ଧାରଣେ ଧରିତ୍ରୀ ରହିଛି ଚାରି ଯୁଗରେ, ନାମରେ ଶରଣ ଯାଅ ଜୀବଠାରେ ଦୟାବହ। ଏ ଧର୍ମରୁ ସାର ଆଉ ନାହିଁ ନା ଏ ସଂସାରରେ। ଆତ୍ମଜ୍ଞାନୀ ପୁରୁଷମାନେ ମତ୍ସ୍ୟ ମାଂସାଦି ଖାଦ୍ୟ ବର୍ଜନ ପୂର୍ବକ ଜୀବ ଜଗତର ହିତ କାମନା କରିଥାନ୍ତି। ଶାସ୍ତ୍ରରେ କୁହାଯାଇଛି, ଆତ୍ମବତ୍ ସର୍ବଭୂତେଷୁ ଯଃ ପଶ୍ୟତି ସ ପଣ୍ଡିତ, ଅର୍ଥାତ୍ ସମସ୍ତ ଦେହଧାରୀ ପ୍ରାଣୀଙ୍କଠାରେ ଯିଏ ଏକାନ୍ତ ଭାବେ ଦର୍ଶନ କରନ୍ତି ସେ ହେଉଛନ୍ତି ବାସ୍ତବରେ ଜଣେ ପଣ୍ଡିତ। ମହାଭାରତରେ ପିତାମହ ଭୀଷ୍ମ ଯୁଧିଷ୍ଠିରକୁ ଅହିଂସା ନୀତି ସମ୍ପର୍କରେ ସାର ତତ୍ତ୍ୱ ପ୍ରଦାନ କରିଥିଲେ। ଅହିଂସା ପରମୋ ଧର୍ମ ତଥା ହିଂସା ପରଂ ତପ। ଅହିଂସା ପରମଂ ସତ୍ୟ ଯତୋ ଧର୍ମ ପ୍ରବର୍ତ୍ତତେ। ଅହିଂସା ଧର୍ମ ପରମ ଧର୍ମ ଅଟେ। ଅହିଂସା ପରମ ତପ ଅଟେ। ଅହିଂସା ପରମ ସତ୍ୟ ଅଟେ। ଯେହେତୁ ସେଠାରୁ ହିଁ ଧର୍ମର ପ୍ରବୃତ୍ତି ହୁଏ। ଯେଉଁ ବ୍ୟକ୍ତି ଜୀବ ପ୍ରତି ହିଂସା କରି ବଧ କରିବା ନିମିତ୍ତ ପଶୁ ଆଣେ, ଯେ ମାରିବା ପାଇଁ ଅନୁମତି ଦିଏ, ଯେ ତାହାର ବଧ କରେ, ଯେ ତାହାକୁ କିଣେ, ଯେ ବିକ୍ରି କରେ, ଯିଏ ତାହାକୁ ରନ୍ଧନ କରେ ଓ ଖାଏ, ସମସ୍ତେ ସେ ପ୍ରାଣୀର ଖାଦକ ବୋଲାନ୍ତି, ଅର୍ଥାତ୍ ସମସ୍ତେ ସେ ପାପରେ ଭାଗୀ ହୁଅନ୍ତି। ନହି ପ୍ରାଣାତ ପ୍ରିୟତରଂ ଲୋକେ କିଞ୍ଚନ ବିଦ୍ୟତେ ତସ୍ମାତ୍ ଦୟାଂ ନର କୁର୍ଯାତ୍ ଯଥାନ୍ମୋନି ତଥା ପରେ। ସଂସାରରେ ନିଜ ପ୍ରାଣଠାରୁ ବଡ଼ ପ୍ରିୟ ଅନ୍ୟ କୌଣସି ବସ୍ତୁ ନାହିଁ। ଅତଏବ ମନୁଷ୍ୟ ଯେପରି ନିଜ ଉପରେ ଦୟା ଚାହେଁ ସେହିପରି ଅନ୍ୟ ପ୍ରତି ମଧ୍ୟ ଦୟା କରୁ। ଆୟୁ ସମ୍ପଦ ପୁତ୍ର ଧର୍ମ ଦ୍ୱାରା ଯଶ, ଜୀବ ହିଂସା କଲେ ଏ ସକଳ ଯାଏ ନାଶ। ଜୀବ ହିଂସା ନ କରନ୍ତି ପଣ୍ଡିତ ଧାର୍ମିକ, ଯେ କରେ ସେ ଭୋଗ କରେ 84 ନରକ। ପର ହିଂସା କରି ନିଜ ସୁଖ ଆଶ୍ରୟ କରେ, ନରକେ ଭ୍ରମଇ ଯାଇ ଏ ଦେହ ଅନ୍ତରେ। ଏହା ପଦ୍ମ ପୁରାଣରେ ବର୍ଣ୍ଣିତ ଅଛି। ଭାଗବତରେ ପୁଣି ବର୍ଣ୍ଣିତ ଅଛି, ଜୀବରେ ଯାର ଦୟା ନାହିଁ ଉଦ୍ଧବ ଚଣ୍ଡାଳଟି ସେହି। ସୁଖାନୁଭାବେ ଜୀବ ମାରେ କେବଳ ବିଷ୍ଣୁ ଦୋହ କରେ। ଏବେ ମନୁଷ୍ୟମାନେ ଆଉ ଜୀବ ପ୍ରତି ଦୟା କରୁନାହାନ୍ତି, ନିଷ୍ଠୁର ହୋଇଗଲେଣି। ହିଂସା ପ୍ରକୃତି ତାଙ୍କର ବହୁଳ ପରିମାଣରେ ବୃଦ୍ଧି ପାଇଗଲାଣି। କିଛି ଦିନ ତଳେ ଚାହା ଦୋକାନ
ଯେପରି ଗଳି କନ୍ଦିରେ ଖୋଲି ଯାଉଛି। ସମସ୍ତେ ଚା ପ୍ରିୟ, ଚା ଟିକେ ନ ଖାଇଲେ ହେବ ନାହିଁ ବୋଲି ଭାବନ୍ତି। ଚା ଟିକେ ଖାଇଲେ ଦେହ ଫୁର୍ତ୍ତି ରହିବ। ତେଣୁ ଗଳି କନ୍ଦିରେ ସବୁ ଚାହା ଦୋକାନମାନ ହୋଇଗଲା। ସେହିପରି ଏବେକାର କଥା କହୁଛି, ପ୍ରତି ଗଳି କନ୍ଦି ରାସ୍ତା କଡ଼ ଯେକୌଣସି ସ୍ଥାନରେ ହେଉ ମାଂସ ଦୋକାନ ଖୋଲିଗଲା। ସେମାନେ କୁକୁଡ଼ାଟିଏକୁ ଜାଲି ଭିତରୁ ବାହାର କରି ଆଣି ଯେପରି ନିର୍ଦ୍ଦୟ ଭାବରେ ଏକ ପ୍ରହାର କରୁଛନ୍ତି ଓ ସେ ଛଟପଟ ହୋଇ ମରିଯାଉଛି। ରାସ୍ତା କଡ଼ରେ ସହସ୍ର ସହସ୍ର ଗତାଗତ କରୁଥିବା ସ୍ଥାନରେ ସେମାନେ ଯେପରି ଜୀବ ହତ୍ୟା କରୁଛନ୍ତି ଓ ମାଂସକୁ କାଟିକି ବିକ୍ରି କରୁଛନ୍ତି, ତାହା ଦେଖିଲେ ବଡ଼ ଦୁଃଖ ଲାଗେ। ଯେଉଁମାନେ ଖାଉଛନ୍ତି, ଏମାନେ ସିନା ଖାଉଛନ୍ତି ବୋଲି ସେମାନେ କାଟୁଛନ୍ତି। ଏମାନେ ଯଦି ନ ଖାଇବେ ସେମାନେ ମାରିବେ କାହିଁକି? କିଛି ଦିନ ତଳେ ମୋର ଏଇ ୟୁଟ୍ୟୁବ୍ ଚ୍ୟାନେଲରେ ଜଣେ କମେଣ୍ଟ କରିଥିଲେ ଯେ କୁକୁଡ଼ା ପାଳନ କରି, ଛେଳି ପାଳନ କରି ବହୁତ ଲୋକ ବଞ୍ଚି ଯାଉଛନ୍ତି। ଆପଣ କାହିଁକି କହୁଛନ୍ତି ଯେ ମାଂସ ଖାଇବା ପାପ ବୋଲି? ସେ ଲୋକଙ୍କୁ କି ଉତ୍ତର ଦିଆଯିବ? 100 ବର୍ଷ ତଳକୁ 50 ବର୍ଷ ତଳକୁ ଯାଆନ୍ତୁ। ଯେଉଁ ସମୟରେ କୁକୁଡ଼ାଟିଏ ଛୁଇଁଲେ ମଣିଷ ମାରା ହୋଇଯାଆନ୍ତି, ସେ ପୁଣି ସ୍ନାନ କରନ୍ତି। ସେତେବେଳେ ତ କୁକୁଡ଼ା ଦୋକାନ ଏହିପରି ରାସ୍ତା କଡ଼ରେ ନଥିଲା। ସେମାନେ ଦୟାଳୁ ଥିଲେ, ଧାର୍ମିକ ଥିଲେ। ପ୍ରତ୍ୟେକ ଯୁଗରେ ନର ସହିତ ରାକ୍ଷସ ମଧ୍ୟ ଅଛନ୍ତି। ସେତେବେଳେ ନର ଥିଲେ, ରାକ୍ଷସ ପ୍ରକୃତିର ଲୋକ ଅଳ୍ପ ଥିଲେ। କିନ୍ତୁ ଏବେ ଶତକଡ଼ା 90 ଭାଗରୁ ଅଧିକ ଲୋକ ହିଂସ୍ର ପ୍ରକୃତି ଓ ରାକ୍ଷସ ପ୍ରକୃତି ହୋଇଗଲେ। ମାଂସ ଭୋଜନ କେବଳ ରାକ୍ଷସମାନଙ୍କର। ରାକ୍ଷସ ପ୍ରକୃତି, ହିଂସ୍ର ପ୍ରକୃତି ସେମାନଙ୍କର ହେବ। ଆପଣମାନେ ଶୁଣନ୍ତୁ, ଗୋଟିଏ ଗଛ ସେଇ ଗଛରୁ ବିଭିନ୍ନ ରସ ସଂଗ୍ରହ କରାଯାଇ ଏକ ମେଡ଼ିସିନ ତିଆରି କରାଯାଉଛି, ହୋମିଓପାଥିକ ମେଡ଼ିସିନ। ସେଇ ହୋମିଓପାଥିକ ମେଡ଼ିସିନଟିକୁ ଖାଇଲେ ଆପଣଙ୍କର ମ୍ୟାଲେରିଆ ଜ୍ୱର ଭଲ ହେଇଯାଉଛି। କିନ୍ତୁ ମ୍ୟାଲେରିଆ ଜ୍ୱର ନ ହେଇଥିବା ସ୍ଥଳେ ଯଦି ସେହି ମେଡ଼ିସିନ କି ଖିଆଯାଏ, ତେବେ ତୁମକୁ ମ୍ୟାଲେରିଆ ଜ୍ୱର ହୋଇଯିବ। ଦେଖନ୍ତୁ ସେ ଗଛର ଗୁଣ କେତେ ଅଛି। କୁକୁଡ଼ାଟିଏ ସିଏ ବି ଗୋଟିଏ ଜୀବ। ସେ ଜୀବଟି ନିରୀହ ଜୀବ, କିନ୍ତୁ ତାର ପ୍ରକୃତି ଗୋଟିଏ ଅଲଗା ପ୍ରକାର, ଅଜବ ପ୍ରକାର ପ୍ରକୃତି। ଆପଣଙ୍କର ଗୋଟିଏ କୁକୁଡ଼ା ଆଉ ଅନ୍ୟ ଜଣଙ୍କର ଗୋଟିଏ କୁକୁଡ଼ା ଗୋଟିଏ ହାଟକୁ ନେଇଯିବ, ଗଞ୍ଜା କୁକୁଡ଼ା, ଅଣ୍ଡିରା କୁକୁଡ଼ା ଗଞ୍ଜା। ତାଙ୍କ ଗୋଡ଼ରେ ଛୁରୀ ବାନ୍ଧି ଦିଆଯିବ। ଗୋଟିଏ ନିର୍ଦ୍ଦିଷ୍ଟ ଏରିଆରେ ବାଡ଼ ବୁଜା ଯାଇ ଗୋଟିଏ ଏରିଆ କରାଯାଇଥିବ, ତାରି ଭିତରେ ଏମାନଙ୍କୁ ଛାଡ଼ି ଦିଆଯିବ। ସେ ଗଞ୍ଜାକୁ ତା ଜୀବନ କାଳ ମଧ୍ୟରେ କେବେ ମଧ୍ୟ ଦେଖିନଥିବ, କେବେ ତାକୁ ଜାଣିନଥିବ। କିନ୍ତୁ ତାକୁ ଦେଖିଲା ମାନେ ରାଗରେ ଗର୍ଜନ କରି ତା ଉପରକୁ ଉଡ଼ିବ, ଛୁରୀରେ ମାରିବା ପାଇଁ, ଛୁରୀରେ ମାରିଦେବ। କାହିଁକି ଏହା ହେଉଛି
ନା ସେ ଜୀବର ପ୍ରକୃତି ସେ ଅନ୍ୟର ସୁଖକୁ ଦେଖିପାରିବ ନାହିଁ। ସେ ନିଜେ କିପରି ବଞ୍ଚିବ ତାହା ହିଁ ସର୍ବଦା ତାର ଚିନ୍ତା। ନିଜେ ଭଲରେ ରହିବ, ନିଜେ ଭଲ ଖାଦ୍ୟ ଖାଇବ, ଅନ୍ୟ କେହି ଖାଇବେ ନାହିଁ, ଅନ୍ୟ କାହାକୁ ଭାଗ ବସାଇବ ନାହିଁ। ଏବେ ଦେଖନ୍ତୁ, ଯେଉଁମାନେ କୁକୁଡ଼ାର ମାଂସ ଅହରହ ଜଳଖିଆ ପରି ମଧ୍ୟ ସେବନ କଲେଣି, ଜଳଖିଆରେ ବି କୁକୁଡ଼ା ମାଂସ ଆସିଲାଣି। ଚିକେନ ପକୋଡ଼ା, ଚିକେନର ବିଭିନ୍ନ ପ୍ରକାର ଆଇଟମ୍ ତିଆରି କରାଯାଇ ରାସ୍ତା କଡ଼ରେ ମଧ୍ୟ ବିକ୍ରି କରାଯାଉଛି। ତାହାକୁ ଖାଇବା ଦ୍ୱାରା ସେହି କୁକୁଡ଼ାର ପ୍ରକୃତି ଏ ମନୁଷ୍ୟ ଦେହରେ ରହିଗଲା। ତେଣୁକରି ମନୁଷ୍ୟ ଆଉ ମନୁଷ୍ୟକୁ ଚିହ୍ନି ପାରୁନାହିଁ। ସର୍ବଦା କୁକୁଡ଼ା ଯେପରି ନିଜର ସ୍ୱାର୍ଥ ଦେଖେ, ଏ ମନୁଷ୍ୟ ମଧ୍ୟ ନିଜର ସ୍ୱାର୍ଥ ଦେଖୁଛନ୍ତି। ଅନ୍ୟ ଜଣେ ଯଦି ଉପରକୁ ଉଠିଗଲା କି କୌଣସି ଭଲ କାର୍ଯ୍ୟ କଲା, ତେବେ ଏ ମନୁଷ୍ୟ ତାର ଗୋଡ଼କୁ ଟାଣୁଛନ୍ତି, ତାକୁ ଉଠେଇ ଦେବେ ନାହିଁ। କାହିଁକି ନା ଏମାନେ କୁକୁଡ଼ାର ମାଂସକୁ ପ୍ରଚୁର ପରିମାଣରେ ଖାଉଛନ୍ତି। ତାହାଙ୍କର ସେ କୁକୁଡ଼ା ମାଂସର ଗୁଣ ଏମାନଙ୍କ ଶରୀରରେ ରହିଯାଉଛି। ଏବେ ଏହା ତ ହେଉଛି ଆପଣମାନେ ଜାଣିଲେ। ଆହୁରି ଏକ ଭୀମ ଭୋଇ, ସନ୍ଥ କବି ଭୀମ ଭୋଇଙ୍କ ଭାଷାରେ, ମଦ ମାଂସ ଖିଆ ମତ ଗରବିଆ ହୀନ ପାପୀ ନୀଚ ଜନ, ଗୁମାନୀ ଗାଲୁଆ ମୁରୁଖ ଚାଣ୍ଡାଳ କରୁଛନ୍ତି କେତେ ଟାଣ, ଧନ ମଦ ପଣ ମଦ ସ୍ତ୍ରୀ ମଦ, ଧନ ମଦ ପଣ ମଦ ସ୍ତ୍ରୀ ମଦ ମାୟା ମଦ, ଚାରି ପ୍ରକାରର ନିଶା ଘୋଟି ଅଛି ପାପ ପୁଣ୍ୟକୁ ନ ଜାଗି। ଆହୁରି ମଧ୍ୟ ସ୍ତୁତି ଚିନ୍ତାମଣିରେ ସେ ଲେଖିଛନ୍ତି, ସନ୍ନ୍ୟାସୀ ହୋଇ ଜୀବକୁ ହିଂସା କଲେ ତିନି ପୁରେ ହୁଏ ଲଜ୍ଜା, ସମସ୍ତେ ତାକୁ ଉପହାସ କରନ୍ତି ରାଜା ବ୍ରାହ୍ମଣ ପରଜା, ଆତ୍ମା ଭକତିରେ ଦୋଷାଦୋଷ ଥିଲେ ବଜ୍ର ପଡ଼ୁ ମୋ ମୁଣ୍ଡକୁ, କହେ ଭୀମ ଭୋଇ ବ୍ରହ୍ମ ସାପ ଦେଇ ଜାଳି ଦିଅ ମୋ ପିଣ୍ଡକୁ। ବୈଦିକ ଯୁଗରେ ବଳି ପ୍ରଥା ନଥିଲା। ଏ ବଳି ପ୍ରଥା ବୈଦିକ ଯୁଗରୁ ନଥିଲା, ମଧ୍ୟଯୁଗରୁ ଆରମ୍ଭ ହୋଇଛି। କେଉଁ ସମୟରେ ନା ଯେଉଁ ସମୟରେ ବୈଦିକ ଯୁଗରେ ଥିଲା, ଆର୍ଯ୍ୟ ଋଷିମାନେ ଦୟାଶୀଳ ଥିଲେ। ସେ ଏପରି ଦୟାଶୀଳ ଥିଲେ ଯେ ତାଙ୍କ ଦୟାର ପ୍ରଭାବରେ ବା ଦୟାର ଉପସ୍ଥିତିରେ ବ୍ୟାଘ୍ର ଓ ମୃଗ ଜଳାଶୟର ଗୋଟିଏ ଘାଟରେ ଜଳପାନ କରୁଥିଲେ ବୋଲି କୁହାଯାଏ। ବେଦରେ ବଳି ଶବ୍ଦର ପ୍ରୟୋଗ କରାଯାଇଛି, ମାତ୍ର ତାହାର ପ୍ରକୃତ ଅର୍ଥ ପଶୁ ବଳି ନୁହେଁ। ମନୁଷ୍ୟଠାରେ ଥିବା ପଶୁ ପ୍ରବୃତ୍ତିକୁ ବଳି ଦେବା। ବାମାଚାରୀ ତନ୍ତ୍ର ସାଧକ ଏହିପରି ବିକୃତ ପ୍ରଥାର ଆରମ୍ଭ କରିଥିବା ଅନୁମାନ କରାଯାଏ। ତାନ୍ତ୍ରିକ ମତବାଦରେ ପଞ୍ଚମକାର ଉପାସନା ପଦ୍ଧତି ପ୍ରଚଳିତ। ଉକ୍ତ ପଞ୍ଚମକାର ହେଉଛି ମଦ୍ୟ, ମତ୍ସ୍ୟ, ମାଂସ, ମୁଦ୍ରା ଓ ମୈଥୁନ। ଆଧ୍ୟାତ୍ମିକ ସାଧନା ଓ ବ୍ରହ୍ମ ଉପଲବ୍ଧି ନିମନ୍ତେ ଏହି ପାଞ୍ଚଟିକୁ ପଞ୍ଚ ଅଙ୍ଗ ରୂପେ ଗ୍ରହଣ କରାଯାଏ। ଏହାର ଲୌକିକ ଅର୍ଥ ଯାହା ବାସ୍ତବ ପକ୍ଷେ ତାହାକୁ ସେପରି ଗ୍ରହଣ କରାଯାଉନଥିଲା। ପ୍ରାଚୀନ ଶାସ୍ତ୍ରଗୁଡ଼ିକ ସମାଧି ଭାଷାରେ ଲେଖାଯାଇଥିବାରୁ ତାର ଅର୍ଥ ତତ୍ତ୍ୱନିଷ୍ଠ। ମଦ ଶବ୍ଦର ଅର୍ଥ ଗର୍ବ ଓ ଅହଙ୍କାର।
ଉକ୍ତ ମଦ ଶବ୍ଦ ପରବର୍ତ୍ତୀ କାଳରେ ମଦ୍ୟରେ ପରିଣତ ହୋଇଛି। ମା ହିଂସୁ ଶବ୍ଦରୁ ମାଂସ ଶବ୍ଦ ସୃଷ୍ଟି ହୋଇଛି। ଏହାର ଅର୍ଥ ହିଂସାଚରଣ ନୁହେଁ, ମାତ୍ର ଏହି ଶବ୍ଦଟିକୁ କଦର୍ଥ କରାଯାଇ ମାଂସ ଭାବରେ ବ୍ୟବହାର କରାଯାଉଛି। ମାଶ୍ଚର୍ଯ୍ୟ ଶବ୍ଦର ଅର୍ଥ ହେଉଛି ଈର୍ଷା, ମାତ୍ର ପରବର୍ତ୍ତୀ କାଳରେ ଏହା ମତ୍ସ୍ୟ ଭାବରେ ବ୍ୟବହୃତ ହେଲା। ମୁଦ୍ରାର ଅର୍ଥ ହେଉଛି ଅଙ୍ଗନ୍ୟାସ। ବିଭିନ୍ନ ମୁଦ୍ରା ପ୍ରଦର୍ଶନ ଦ୍ୱାରା ଶରୀରର ଅଙ୍ଗ ସମୂହ କ୍ରିୟାଶୀଳ ହେବା ସଙ୍ଗେ ସଙ୍ଗେ ନିଜ ମଧ୍ୟରେ ଏକ ପ୍ରକାର ଚୁମ୍ବକୀୟ ଶକ୍ତି ଜାଗ୍ରତ ହୋଇଥାଏ। ମାତ୍ର ତନ୍ତ୍ର ସାଧକମାନେ ଏହାକୁ ଟଙ୍କା ଭାବରେ ବ୍ୟବହାର କଲେ। ସେହିପରି ମୈଥୁନ ଶବ୍ଦକୁ ଜୀବ ପରମର ସଂଯୋଗ ଅର୍ଥ ନ କରି ଦୈହିକ ମିଳନ ଅର୍ଥରେ ପ୍ରୟୋଗ କରାଗଲା। ପ୍ରତ୍ୟେକ ଧର୍ମ ପରି ମହିମା ଧର୍ମ ହିଂସା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରେ। ଏଣୁ ଭୀମ ବହି କହନ୍ତି, ଅଣହିଂସା ଧର୍ମ ଏହି, ହିଂସା ନାହିଁ ଡାକି କହୁଛି ବୁଝାଇ। ଆଜି ଏଇଠାରେ ରହିଲି। ପୁଣି ପରବର୍ତ୍ତୀ ଅଧ୍ୟାୟରେ ଅନ୍ୟ ବିଷୟ ଆଲୋଚନା କରିବା। ଶ୍ରୀ ଗୁରୁ ମହିମା ଅଲେଖ ଶରଣ। ଶ୍ରୀ ଗୁରୁ ମହିମା ଅଲେଖ ଶରଣ। ଶ୍ରୀ ଗୁରୁ ମହିମା ଅଲେଖ ଶରଣ ଶରଣ ଶରଣ।